ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଜଗନ୍ନାଥଙ୍କ କୃପାରୁ ଆପଣମାନେ ଭଲରେ ଥିବେ। ଆଉ ମୋର ଏଇ ଛୋଟିଆ ବ୍ଲଗ୍ସରେ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ବର୍ତ୍ତମାନ ହେଲା ସକାଳ ଟାଇମ୍। ସକାଳ ଟାଇମ୍ରେ ମୁଁ କିଚେନ୍କୁ ଆସିଛି, ଭାତ ପାଣି ବସେଇ ଦେଇଛି। ତାପରେ ଏପଟେ ଭେଣ୍ଡି ଭଜା ମୁଁ ବସେଇ ଦେଇଛି। ତାପରେ ତା ସାଙ୍ଗକୁ ମୁଁ ଅଟା ଦଳିବାକୁ ଲାଗି ପଡ଼ୁଛି। ଅଟା ଦଳିକି ଜଲ୍ଦି ରୁଟି ବନେଇ ଦେଲେ ହଜବେଣ୍ଡ ଟିଫିନ୍ ନେଇକି ଯିବେ, ତା ସାଙ୍ଗକୁ ସିଏ ରୁଟି ଖାଇକି ଯିବେ। ସେଇଥିପାଇଁ ମୋତେ ଏକା ସାଙ୍ଗରେ ହିଁ ସକାଳ ଟାଇମ୍ଟାରେ ସବୁ କରିବାକୁ ପଡ଼େ। ଏପଟେ ମୋର ପାଣି ବି ଗରମ ହେଇଗଲାଣି, ଚାଉଳ ପକାଇବାର ଅଛି। ତେଣୁକରି ଗୋଟେ ହାତରେ ଯେହେତୁ ମୋବାଇଲ ଧରିଛି, ମୋତେ ଚାଉଳ ପକାଇବାକୁ ଅସୁବିଧା ହେଉଛି। ଚାଉଳ ପକାଇଲା ବେଳକୁ ଠିକ୍ ସେ ପକାଇ ହେଉନି। ଦୁଇ ହାତରେ ଯେମିତି ପକାଯାଏ, ଗୋଟିଏ ହାତରେ ହେଲା ବେଳକୁ ଟିକେ ଅସୁବିଧା ହେଉଛି। ତେଣୁ ଆପଣମାନେ ସେସବୁ ଜିନିଷକୁ ଧରିବେନି, କଥାକୁ ଧରିବେନି। ଯେହେତୁ ମୁଁ ଗୋଟେ ହାତରେ ମୋବାଇଲ ଧରିଛି, ସେଇଥିପାଇଁ ମୋର ଏଇ ପ୍ରୋବ୍ଲେମ୍ ଟିକେ ଟିକେ ହେଉଛି। ଆଉ ମୋବାଇଲ ରଖିବାକୁ ବି ସେମିତି ସୁବିଧା ନାହିଁ ଯେଉଁଠିକି ମୁଁ ରଖିଥାନ୍ତି। ୟା ଭିତରେ ଚାଉଳ ପକାଇବା ଭିତରେ ମୁଁ ଅଟା ଅଲରେଡ଼ି ଦଳିକି ଗୋଲା କରିକି ରଖିଦେଇଥିଲି। ଏବେ ମୁଁ ବେଲୁଛି, ବେଲିବା ସରିଲାଣି, ଆଉ ଗୋଟିଏ ଲାଷ୍ଟ ଅଛି। ଏଇଟା ବେଲି ସାରିଲେ ମୁଁ ରୁଟି କରିବି। କାହିଁକି ନା ମୁଁ ଏକାଥରେ ବେଲି ବେଲିକି ରୁଟି କରିପାରେନି। ସେଇଥିପାଇଁ ମୁଁ ଏକାଥରେ ବେଲି ଦିଏ, ତାପରେ ରୁଟି କରେ। ଆଉ ଗୋଟେ ଗୋଟେ ବେଲି ବେଲିକି ରୁଟି କଲା ବେଳକୁ ମୋର ରୁଟି ପୋଡ଼ିଯାଏ। ତାପରେ ସେ ଅଭ୍ୟାସ ବି ମୋର ନାହିଁ। ସେଇଥିପାଇଁ ମୋତେ ଏମିତି ହିଁ ସୁବିଧା ଲାଗେ। ମୁଁ ସେଇଥିପାଇଁ ଏମିତି କରେ, ଏକାଥରେ ବେଲି ଦିଏ। ତାପରେ ରୁଟି ଥାଳିକୁ ନେଇକି ଗ୍ୟାସ୍ ପାଖରେ ରଖିଦିଏ। ଆଉ ଯେଉଁ ଜିନିଷ ବେଲଣା, ପିଢ଼ା, ବାଡ଼ି, ଅଟା, ଏହାକୁ ଯାହା ଜାଗାରେ ରଖିବା କଥା ତାକୁ ରଖିଦିଏ। ତାପରେ ମୁଁ ଏକାଥରେ ପରିଷ୍କାର ଭାବରେ କାମ କରେ। ମୋତେ ସେତିକି ହିଁ ସୁବିଧା ହୁଏ। ଆପଣମାନଙ୍କୁ କେଉଁଟା ଭଲ ଲାଗେ, ମାନେ ବେଲି ବେଲି ରୁଟି କରିବାକୁ ନା ଏକାଥରେ ବେଲି ଦେଇକି ତାପରେ ରୁଟି କରିବାକୁ? ମୋତେ କିନ୍ତୁ ଏଇଟା ହିଁ ସୁବିଧା ହୁଏ। ଆମର ଆଜି ଭେଣ୍ଡି ଭଜା ହେଇଛି। ଭେଣ୍ଡି ଭଜା ପରେ ଦେଖନ୍ତୁ ଭାତ ବି ଫୁଟୁଛି, ତାପରେ ରୁଟି ବନଉଛି। ଯେହେତୁ ଗୋଟେ ହାତରେ ମୋବାଇଲ ଧରିଛି, ସେଇଥିପାଇଁ ମୋର ରୁଟିଟା ବି ଠିକ୍ ସେ ହେଇପାରୁନି। ରୁଟି ପକାଇ ଦେଲା ବେଳକୁ ଗୋଟେ ହାତରେ ମାନେ ସେପଟେ ତାୱା ବି ଗରମ ହେଇଯାଇଛି, ଆଉ ଏପଟେ ରୁଟି ହେଲା ବେଳକୁ ମାନେ ଫୁଲେଇଲା ବେଳକୁ ସିଏ ଭଲ ସେ ଜମା ଫୁଲୁନି। ମୁଁ ଏଇ ବ୍ଲଗ୍ ଚ୍ୟାନେଲଟି ନୂଆ ଖୋଲିଛି। ଆଉ ମୋର ମିଷ୍ଟେକ୍ ଯେଉଁଠି ବି ହେଉଥିବ, ଆପଣମାନେ ଯଦି ମୋତେ କମେଣ୍ଟ ମାଧ୍ୟମରେ ଜଣେଇଦେବେ ଏଇଠି ଏଇଆ କୁହାଯିବ, ତାହେଲେ ମୋତେ ହୁଏତ ଭଲ ଲାଗିପାରେ। ବର୍ତ୍ତମାନ ମୁଁ କାମ ଷ୍ଟାର୍ଟ କରିବାକୁ ଯାଉଛି। ଯେହେତୁ 5ଟା ବାଜିବାକୁ ଗଲାଣି, ତା ପୂର୍ବରୁ ମୁଁ ସୁଟ୍ କରିପାରିନି। ଯେତେବେଳେ ବ୍ଲାଉଜ୍ ପିସ୍ର ଲାଇନିଂ ଆଉ ବ୍ଲାଉଜ୍ ପିସ୍ କିପରି ଜଏଣ୍ଟ ମାନେ ସେଟ୍ କରାଯାଏ ଫାଷ୍ଟ, ତାପରେ ଯାଇକି ତାକୁ ଜଏଣ୍ଟ କରାଯାଏ, ତ ମୁଁ ସେଇଟା ଆଉ ସୁଟ୍ କରିପାରିନି। ଏଇ ବ୍ଲାଉଜ୍ଟା ଯେହେତୁ ମୋର ଅର୍ଜେଣ୍ଟ ହେଲା, ସିଏ ମୋତେ ଫୋନ୍ କଲେ କଷ୍ଟମର୍ ଯିଏ, ଯେ ମୋର କାଲି ଯେମିତି ହେଲେ ଦରକାର। ମୁଁ କହିଲି ହଉ ଠିକ୍ ଅଛି। ସେଇଥିପାଇଁ ମୁଁ ଆଗୁଆ ଲାଇନିଂ ଆଉ ଶାଢ଼ୀ ଫଲ୍, ସୂତା ସବୁବେଳେ ମୁଁ ରେଡ଼ି କରି ରଖିଥାଏ। କାହିଁକିନା କିଏ କେତେବେଳେ କେଉଁ ମୁମେଣ୍ଟରେ ମାଗିବେ, ତାଙ୍କର ଠିକ୍ ନଥାଏ। ତେଣୁକରି କେହି କେହି କଷ୍ଟମର୍ ହେଲା କହିଦେଇଥାନ୍ତି କି ମୁଁ ସେଇଦିନ ନେବି, ହେଲେ ମୋର ସେଇ ଦିନ ଗୁଡ଼ାରେ ହିଁ ଅର୍ଜେଣ୍ଟ କାମ ପଡ଼ିଯାଏ। ଆଜି ସେମିତି ମୋର ଆଉ ଗୋଟେ ବି ବ୍ଲାଉଜ୍ ଅର୍ଜେଣ୍ଟଲି ଅଛି। ସେ ମୋତେ କାଲି ସନ୍ଧ୍ୟାବେଳେ ଆଣିକି ଦେଇଥିଲେ। ସେ ମୋତେ କହିଥିଲେ ଆଜି ସନ୍ଧ୍ୟାବେଳେ ନେବେ ବୋଲିକି, ହେଲେ ମୁଁ ତା'ର ଲାଇନିଂ, ସୂତା ସବୁ ଆଣିକି ରେଡ଼ି କରି ରଖିଦେଇଥିଲି। ଖାଲି ପଛ ପାଖଟା ମୁଁ ଯାହା ମାର୍କିଂ କରିଦେଇଛି, ଆଉ ଭି ପିସ୍ଟା ମାର୍କିଂ କରିଦେଇଛି। ତାଙ୍କର ମାଡ୍ରାସି କଟ୍ ହେବାର ଥିଲା ବ୍ଲାଉଜ୍ଟା, ଆଉ ସେତିକି ଖାଲି ମୁଁ ମାର୍କିଂ କରିକି ରଖିଦେଇଛି। ଯେହେତୁ ଏଇ ବ୍ଲାଉଜ୍ ଗୁଡ଼ା କଟା ହେଇଯାଇଥିଲା, ମୁଁ କହିଲି ଏଇ ବ୍ଲାଉଜ୍ ଗୁଡ଼ା ମୁଁ କିଛିଟା ଷ୍ଟିଚିଂ କରିଦେଲେ, ତାପରେ ମୁଁ ତାଙ୍କ ପାଇଁ ହାତରେ 2 ଘଣ୍ଟା ରଖିଥିଲି।
ମୁଁ କହିଲି ଏଇ ବ୍ଲାଉଜ୍ କିଛିଟା ଯାଇଥିଲେ କିଛି ନହେଲେ ବି ମୁଁ ହୁକ୍ ହେମିଙ୍ଗ ପାଇଁ କାହାକୁ ବି ମୁଁ ଦେଇପାରିବି ସମୟ ଥାଉ ଥାଉ। ତ ସେଇଥିପାଇଁ ମୁଁ ଆଗ ଏଇ ରେଡ୍ କଲର୍ ବ୍ଲାଉଜ୍ଟା କରିଲି। ଏଇଟା କରିସାରିଲା ପରେ ମୁଁ ଭାବିଲି ଯୋଉଟା ମୁଁ କଟିଂ କରିକି ରେଡ଼ି କରିଛି ସେଇଟା ଯଦି ମୁଁ ଆଗୁଆ କରିଦେବି ତାହେଲେ ଆର ବ୍ଲାଉଜ୍ କରିବାକୁ ମୋତେ ଅସୁବିଧା ହେବ ନାହିଁ। ସେଇଥିପାଇଁ ମୁଁ ଏଇ ଯିଏ କଷ୍ଟମର୍ ଆଙ୍କ ବ୍ଲାଉଜ୍କୁ ମୁଁ ଆଗ କରୁଛି। ତେଣୁ ୟାଙ୍କର କଟା ହେଇକି ଅଲରେଡ଼ି ରେଡ଼ି ହେଇକି ଅଛି। ମୁଁ ଚିନ୍ତା କଲି ତାଙ୍କର ଯଦି ମୁଁ ବର୍ତ୍ତମାନ କାଟିବାକୁ ଯିବି ତ ମୋତେ ଟାଇମ୍ ନିହାତି ଲାଗିବ। ତେଣୁ ଯାହା କଟା ହେଇଛି ଆଗ ତାକୁ କରିଦେବି। ପରେ ଷ୍ଟିଚିଂ ପରେ ଟାଇମ୍ ହେଇଗଲାଣି 5:30ଟା ପାଖାପାଖି। ମୁଁ ବାଲକୋନି ପାଖକୁ ପଳେଇ ଆସେ। ବାଲକୋନି ପାଖକୁ ମୁଁ ବର୍ତ୍ତମାନ ପଳେଇ ଆସିଛି। ଆସି ସାରିକି ଏଇଠି ବାହାର ପଟେ ଟିକେ ଦେଖେ ପିଲାମାନେ ଖେଳୁଥାନ୍ତି, ଭଲ ଲାଗେ। ଲୋକ କିଏ ଡ୍ୟୁଟି ଯାଇଥାନ୍ତି ଫେରୁଥାନ୍ତି, ଏମିତିକି ଲୋକ ଚଳପ୍ରଚଳ ହେଉଥାନ୍ତି, ପିଲାମାନେ ବି ଏପଟ ସେପଟ ହେଉଥାନ୍ତି। ତେଣୁ ଏସବୁ ଦେଖିକି ଭଲ ଲାଗେ। ଆଉ ମୁଁ ଟିକେ ଦେଖିଦିଏ, ତାକୁ ଟିକେ ମାନେ କିଏ ଯଦି ମୋତେ ଦେଖିଲେ ତ ଭଲ କଥା, ନହେଲେ ମୁଁ ସେତିକି ଦେଖିକି ପଳେଇ ଆସେ। ଆସି ସାରିଲା ପରେ ମୁଁ ମୋର କାମ କରେ। ଯେହେତୁ ଆଜି ବାସନ ଧୋଇବାର ନଥିଲା, ଆଉ ସନ୍ଧ୍ୟା ହେଲା ବେଳକୁ ବି ବେଳେବେଳେ କେହି କେହି ପଳେଇ ଆସନ୍ତି, ଯେଉଁଥିପାଇଁ କି ଝାଡ଼ୁ ମାରିବାଟା ମୋର ଲେଟ୍ ହେଇଯାଏ, କିମ୍ବା ଗୋଟେ ଦିନ ମାନେ ଝାଡ଼ୁ ଯେଣ ତେଣ ପ୍ରକାରରେ ମାରି ହୁଏ। ଯେହେତୁ ମୋର ଆଜି ସିଲେଇ ଅଛି ନିହାତି ଅର୍ଜେଣ୍ଟ, ତେଣୁକରି ମୁଁ କହିଲି ନାଇଁ ଆଗ ଝାଡ଼ୁଟା ମାରିଦିଏ, ତାପରେ ବରଂ ମୁଁ ବସିକି ସିଲେଇ କରିବି, ତେଣିକି ଯାହା ହେଉଛି ହେଇଯାଉ। ଏଇ କଷ୍ଟମର୍ ଯିଏ ୟାଙ୍କର 3ଟା ଶାଢ଼ୀ ଆଉ 3ଟା ବ୍ଲାଉଜ୍ ମୁଁ ଆପଣଙ୍କୁ ପୂର୍ବ ଭିଡ଼ିଓରେ ଦେଖେଇଥିଲି। ତାଙ୍କ ଶାଢ଼ୀ ଆଉ ବ୍ଲାଉଜ୍ ତାପରେ ମୁଁ କାଟିକି ବି ରଖିଦେଇଥିଲି ଗତକାଲି ସନ୍ଧ୍ୟା ବେଳକୁ। ମୁଁ କହିଲି ଯେକୌଣସି ମୁମେଣ୍ଟରେ ବି ସିଏ ମୋତେ କହି ବି ପାରନ୍ତି। ସେଥିପାଇଁ ଯାହା ହଉ ଯୋଗକୁ ସିଏ ବି ମୋତେ ଆଜି କହିଲେ ଯେ ଆଉ ଝିଅ ତମେ ଯାହା ହେଲେ ବି ମୋତେ କାଲି ଦେଇଦେବ ଦିନ 10ଟା ସୁଦ୍ଧା। ମୁଁ କହିଲି ଆଜ୍ଞା ଠିକ୍ ଅଛି, ମୁଁ ଦେଇଦେବି, ଆପଣ ବ୍ୟସ୍ତ ହୁଅନ୍ତୁନି। କିନ୍ତୁ ମୁଁ ସେଇଠୁ ଲାଗି ପଡ଼ିଲି। ଆଉ ଜଣେ କଷ୍ଟମର୍ ଯିଏ ତାଙ୍କର ବି ଅର୍ଜେଣ୍ଟ ଥିଲା ଯେହେତୁ ସିଏ ବି ମୋତେ ଗତକାଲି ସନ୍ଧ୍ୟାବେଳେ ଦେଇଥିଲେ। ମୁଁ ଚିନ୍ତା କଲି କେମିତି କରିବି ଯାହା ବି ହଉ ପଛେ ମୁଁ ସେଇଥିପାଇଁ ସବୁବେଳେ ଯେଉଁ ଜିନିଷଟା ଆସେ ମୁଁ ତା'ର ଲାଇନିଂ ଆଉ ସୂତାଟା ସବୁବେଳେ ପାଇଁ ରେଡ଼ି କରିଥାଏ। କଟିଂଟା ଟାଇମ୍ ଲାଗେ ସତ କଥା, କିନ୍ତୁ ଭାଗ ମାପ ନ କରିକି ଆଉ କେମିତି କାଟିବ। ସେଇଥିପାଇଁ ମୁଁ ଆଗୁଆ ରେଡ଼ି କରିକି ରଖିଦେଇଥିଲେ ମୋତେ ଯିଏ ଫୋନ୍ କଲେ ବି ମୁଁ 2 ଘଣ୍ଟା ହାତରେ ରଖେ। 2 ଘଣ୍ଟା ହାତରେ ରଖିକି ମୁଁ କାମଟା କରେ। ଆଜି ସେମିତି ମୁଁ ହାତରେ ରଖିଛି ଯେ ତାଙ୍କର ଲାଷ୍ଟ ବ୍ଲାଉଜ୍ଟା ମୁଁ କରିବି, ଯାହାହେଲେ ତାଙ୍କୁ 9ଟା ବେଳେ ମୋର ଦେବାର ଅଛି, ତେଣୁ 7ଟା ବେଳେ ଷ୍ଟାର୍ଟ କରିବି। ବର୍ତ୍ତମାନ ତ ମୋର ଝାଡ଼ୁ ମରା ସରିଲାଣି, ତେଣୁ ଆଜିର ଭିଡ଼ିଓ ଏତିକି। ରହିଲି। ଜୟ ଜଗନ୍ନାଥ। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ।